ଆମେ ଦୀର୍ଘ 2021 ମସିହାରୁ ଆମେ MI ଡିଭିଜନରେ ତାପରେ କଲେକ୍ଟର ସାର୍ଙ୍କୁ ଏମିତି ଆମର କେତେ ପ୍ରମାଣ ବାବଦରେ ଆମେ ଲେଖିକରି ଜଣେଇଥିଲୁ। ଆଜି ପର୍ଯ୍ୟନ୍ତ ଆମକୁ କୌଣସି ପ୍ରତିଶ୍ରୁତି ମିଳିନାହିଁ। ଜମି ହରାରେ ଆମର 30 ଜଣ 21 ଜଣ ଅଛୁ କେନାଲ ମାଧ୍ୟମରେ, ତା ସହିତ 2 ଜଣଙ୍କର ପ୍ରକୃତ ସେମାନେ ଜମିହୀନ। ସେ ଜମି ସାଙ୍ଗରେ ତାଙ୍କର ଜୀବନ ଜୀବିକା ହଉଥିଲା, ପୁରା ତାଙ୍କର ବୁଡ଼ି ଯାଇଛି। ତେଣୁ ମୋର ସରକାରଙ୍କର ମୋର ନିବେଦନ ଅନୁସାରେ ଆମେ MA ସାର୍ଙ୍କୁ ତାପରେ କଲେକ୍ଟର ସାର୍ଙ୍କୁ ଆଉ SPO ସମସ୍ତଙ୍କୁ ଆମେ ଗତ 15 ତାରିଖରେ ଦେଇଥିଲୁ। 15 ତାରିଖ ସୁଦ୍ଧା ଆମକୁ କୌଣସି ପ୍ରକାର ନିଷ୍ପତ୍ତି ନ ହେବ ଆମେ MA ଅଫିସକୁ ଆମେ ତାଲା ପକାଇକି ଆମର ଧାରଣାରେ ବସିବୁ ବୋଲି ବସିଥିଲୁ। ଆଜି ତାଲା ପକାଇକି ବସିବୁ ଯେତେବେଳେ ପର୍ଯ୍ୟନ୍ତ ଆମର କୌଣସି ସମସ୍ୟାର ସମାଧାନ ହେବନି, ଆମେ ଯେତେ ପର୍ଯ୍ୟନ୍ତ ଆମେ ଧାରଣାରେ ବସିବୁ। ଜଣଙ୍କର ଏକରେ 83 ସେଣ୍ଟ ଆଉ ଜଣଙ୍କର 2 ଏକର ପାଖାପାଖି, ଆଉ ବଳକା ସମସ୍ତଙ୍କର 40 ସେଣ୍ଟ ଏମିତି କେନାଲ ମାଧ୍ୟମରେ ଯାଇଛି ସାର୍।